ନମସ୍କାର। ଆଜି ମୁଁ ପୁଣି ଥରେ ଏଇ ମାତ୍ର 2 ଦିନ ତଳେ ଆମ ଠାକୁର ପ୍ରିୟ ଠାକୁର ଶ୍ରୀ ଜଗନ୍ନାଥ ବହିରାଗତ ଶତ୍ରୁମାନଙ୍କ ଆକ୍ରମଣ ବେଳେ ପୁରୀ ମନ୍ଦିର ଉପରେ ଆମ ଠାକୁର ପ୍ରାୟ 22 ଥର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରି ରହିଥିଲେ ବା ଆମର ସେବାୟତ ଭାଇମାନେ ଠାକୁରଙ୍କର କିଛି କ୍ଷତି ନ ହେଉ ସେଥିପାଇଁ ଠାକୁରଙ୍କୁ ନେଇ ବିଭିନ୍ନ ସ୍ଥାନରେ, କେତେବେଳେ ଜଙ୍ଗଲରେ, କେତେବେଳେ ପାହାଡ଼ ଗୁମ୍ଫାରେ, କେତେବେଳେ ଚିଲିକାର ଅତଳ ତଳ ପାଣିର ମଝି ଟାପୁରେ, କେତେବେଳେ ଏପରିକି ପାତାଳି ମାଟି ତଳେ ପୋତି ମଧ୍ୟ ଦେଇଥିଲେ। ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଆମ ଶ୍ରୀମନ୍ଦିରର ଧନ ସମ୍ପତ୍ତି ପଛେ ଆକ୍ରମଣକାରୀମାନେ ଲୁଟ୍ କରି ନେଇଯାଆନ୍ତୁ, କିନ୍ତୁ ଆମ ଠାକୁରଙ୍କର ସାମାନ୍ୟତମ ଯେମିତି କ୍ଷତି ନ ହେଉ। ଏହା ହିଁ ସ୍ପଷ୍ଟ ସୂଚେଇ ଦିଏ ଶ୍ରୀ ଜଗନ୍ନାଥଙ୍କ ସହିତ ଏ ଓଡ଼ିଆ ଜାତିର ସମ୍ପର୍କ କେତେ ନିବିଡ଼, କେତେ ପ୍ରଗାଢ଼, ଏବଂ ଏଇ ଯେଉଁ ସମ୍ପର୍କ ଇଏ କେବଳ ଗୋଟେ ମଣିଷ ଆଉ ଠାକୁର ଭିତରେ ସୀମାରେଖା ଭିତରେ ସୀମିତ ହୋଇ ରହିନାହିଁ। ଶ୍ରୀ ଜଗନ୍ନାଥ ହେଇଯାଇଛନ୍ତି ପ୍ରତିଟି ଓଡ଼ିଆ ପରିବାରର ଜଣେ ଆତ୍ମୀୟ ପୁରୁଷ ବା ନିଜ ପରିବାରର ଜଣେ ସଦସ୍ୟ। ବୋଧହୁଏ ମୋ ଦୃଷ୍ଟିରେ ବିଶ୍ୱରେ ଏଭଳି କୌଣସି ଠାକୁର ନାହାନ୍ତି ଯାହାଙ୍କୁ ନେଇ ଗୋଟେ ଜାତି ସମ୍ପୂର୍ଣ୍ଣ ନିଜକୁ ଯାହାଙ୍କୁ ସେ ଈଶ୍ୱର ବୋଲି ମାନୁଛି ତାଙ୍କ ପାଖରେ ସମ୍ପୂର୍ଣ୍ଣ ଜାତିଟାକୁ କେବଳ ସମର୍ପିତ କରିଦେଇଛି ତା ନୁହେଁ, ବରଂ ରତ୍ନ ସିଂହାସନ ଉପରେ ବସିଥିବା ସେଇ ଦାରୁ ବିଗ୍ରହଟିକୁ ଏକ ଜିଅନ୍ତା ଠାକୁର ଭାବରେ ମାନସିକ ସ୍ତରରେ ଗ୍ରହଣ କରି ସେଇ ବିଶ୍ୱ ନିୟନ୍ତା ଶ୍ରୀ ଜଗନ୍ନାଥଙ୍କୁ ନିଜ ଘରର ଗୋଟେ ମୁରବୀ ହିସାବରେ ଗ୍ରହଣ କରି ନେଇଛି ଏବଂ ଏ ଜାତି ଶ୍ରୀ ଜଗନ୍ନାଥଙ୍କୁ ଆମ ଓଡ଼ିଶାର ସମ୍ରାଟ ହିସାବରେ ଗ୍ରହଣ କରିଛି, ଯେଉଁଠାରେ ସ୍ୱୟଂ ରାଜା ମଧ୍ୟ ତାଙ୍କର ସେବକ ହିସାବରେ ନିଜକୁ ପ୍ରତିପାଦନ କରିବାରେ ଆନନ୍ଦ ଅନୁଭବ କରିଛନ୍ତି। ମୁଁ ଆଜି ସେ ବିଦେଶୀ ଆକ୍ରମଣକାରୀଙ୍କ କଥା କହୁନାହିଁ, ଖାଲି ସୂଚେଇ ଦେଉଛି ଯେ ଅତୀତରେ ପ୍ରାୟ 1600ରୁ 1800 ଖ୍ରୀଷ୍ଟାବ୍ଦ ମଧ୍ୟରେ ଶ୍ରୀମନ୍ଦିର ଉପରେ 18 ଥର ମୋଗଲ ବା ବିଦେଶୀ ଶତ୍ରୁମାନଙ୍କର ଆକ୍ରମଣ ହୋଇଛି ଏବଂ ଆମ ଶ୍ରୀ ଜଗନ୍ନାଥଙ୍କୁ 22 ଥର ବିଭିନ୍ନ ସ୍ଥାନରେ ଆତ୍ମଗୋପନରେ ରହିବାକୁ ବାଧ୍ୟ ହୋଇଛନ୍ତି। ଏମିତି ଦେଖିଲେ ରତ୍ନ ସିଂହାସନ ପ୍ରାୟତଃ ମୁଁ ଏକ୍ଜାକ୍ଟଲି ନମ୍ବର କହିପାରୁନି, ବୋଧେ 160 କି 167 ବର୍ଷ ଧରି ରତ୍ନ ସିଂହାସନ ଶୂନ୍ୟ ରହିଛି। ବିଦେଶୀ ଆକ୍ରମଣର ଭୟରୁ ଯେତେବେଳେ ଏଇ ଜାତି ମୁକୁଳି ଯାଇଛି, ତାପରେ ଆମ ଠାକୁର ପୁଣି ଥରେ ରତ୍ନ ସିଂହାସନକୁ ଫେରି ଆସିଛନ୍ତି। ଆଜି ସେ ଆକ୍ରମଣର କଥା ମୁଁ କହୁନି, କିମ୍ବା ଠାକୁର କୋଉଠି ଯାଇକି ଆତ୍ମଗୋପନ କରିଥିଲେ ସେ କଥା କହୁନି, କିନ୍ତୁ ସେଇ ସମ୍ପର୍କରେ ମୁଁ ଏବେ ଏଇ 2-3 ଦିନ ତଳେ, ଆଜି ହଉଛି ସୋମବାର, ମୁଁ ଶନିବାର ଦିନ ଯାଇଥିଲି, ଆଜି ହଉଛି ମଙ୍ଗଳବାର, ରବି ଶନିବାର, ମୁଁ 2 ଦିନ ତଳେ ଶନିବାର ଦିନ ମୋର ସେଇ ପ୍ରିୟ ସାନ ଭାଇ ଶିକ୍ଷା ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ରଜତ ମାନସିଂଙ୍କ ସହ
ମୁଁ ଅନ୍ଧାରିଗଡ଼କୁ ଯାତ୍ରା କରିଥିଲି। ଠାକୁର ଯେଉଁ 22ଟି ସ୍ଥାନରେ ତାଙ୍କୁ ଲୁଚାଇକି ସେବାୟତ ମାନେ ରଖିଥିଲେ, ଗତ ବର୍ଷ ମାର୍ଚ୍ଚ ମାସରୁ ମାନେ 25 ମାର୍ଚ୍ଚରୁ ସ୍ୱୟଂ ଜଗନ୍ନାଥ ବା ମୋର ପ୍ରିୟ କାଳୁ ମୋତେ ନିର୍ଦ୍ଦେଶ ଦେଇଥିଲା ଯେ ତୁ ତ ତୋର ମିଛ ମହାତ୍ମା ବେଳେ 3-4 ମାସ ବଣ ଜଙ୍ଗଲରେ ଲୁଚିଲୁ ଏବଂ ସେଠାରୁ ମୁକୁଳିକି ଆସିଲା ପରେ ତୁ ତୋର ସେଇ ଯେଉଁ ବଣ ଜଙ୍ଗଲ ଘେରରେ ଅଖିଆ ଅପିଆ ଉପାସ ଭାବରେ 4 ମାସ କଟେଇଥିଲୁ। ତୋର ସେ ଅନୁଭୂତି ଗୁଡ଼ିକୁ ତୁ ଗୋଟେ ବହି ଆକାରରେ ମଧ୍ୟ ଲେଖିକି ପ୍ରକାଶ କରିଦେଲୁ। ସେ ବହିଟିର ମୋର ନାଁ ଥିଲା ବିବୁଧ ରଞ୍ଜନ ଫେରା ପୋଲିସ ଖୋଜୁଛି। କାଳୁ ମୋତେ ଗୋଟାଏ ରାତିରେ କହିଲା, ତୁ ତୋର ବ୍ୟକ୍ତିଗତ ଅନୁଭୂତିକୁ ବହିରେ ପ୍ରକାଶ କରିଦେଲୁ, କିନ୍ତୁ ମୁଁ ଯେ ଅତୀତରେ 1600 ଖ୍ରୀଷ୍ଟାବ୍ଦରୁ 1800 ଖ୍ରୀଷ୍ଟାବ୍ଦ ଭିତରେ ମୋ ଉପରେ 18 ଥର ଆକ୍ରମଣ ହେଇଛି ଏବଂ ମୁଁ 22 ଥର ଓଡ଼ିଶାର ବିଭିନ୍ନ ସ୍ଥାନରେ ଯାଇକି ଆତ୍ମଗୋପନ କରିଛି, ସେ କାହାଣୀ କିଏ କହିବ? ସେ କାହାଣୀ ଏ ଓଡ଼ିଆ ଜାତି କିଭଳି ଜାଣିବ? ଏ ଦାୟିତ୍ୱ ତୋର, ମୋ କଥା ତୁ ଲେଖିବୁ। ଏବଂ ସେତିକି ବେଳକୁ କାଳୁର ଏଇ ଇଚ୍ଛା ଯେତେବେଳେ ସେ ବ୍ୟକ୍ତ କଲା, ମୁଁ ଦେଖିଲି ଓଡ଼ିଶାରେ ଏଇଭଳି ସବୁ ନିହାତି ଅପରିଚିତ, ଅଜଣା, କଷ୍ଟକର, ଦୁଃସାହସିକ ଯାତ୍ରା ଏବଂ ସେ ସ୍ଥାନରେ ପହଞ୍ଚିବା ହୁଏତ ମୋ ପାଖରେ ସମ୍ଭବ ନୁହେଁ। ମୁଁ ଏଥିପାଇଁ ମୋର ସେଇ ସାନ ଭାଇ ରଜତ ମାନସିଂକି କହିଥିଲି, ଯେହେତୁ ରଜତ ମାନସିଂ ଶିକ୍ଷା ବିଭାଗର ଗୋଟେ ଉଚ୍ଚପଦସ୍ଥ ଅଧିକାରୀ, ସେ କହିଲେ ଗୁରୁଜୀ ଆପଣ କିଛି ଚିନ୍ତା କରନ୍ତୁନି, ତାର ବ୍ୟବସ୍ଥା ମୁଁ କରିବି। ରଜତ ମାନସିଂଙ୍କର ଆଗ୍ରହ, ନିଷ୍ଠା, ପ୍ରେରଣା ଏବଂ ପ୍ରୋତ୍ସାହନ ଦ୍ୱାରା ଆଜି ମୁଁ ପ୍ରାୟ ଅଧିକାଂଶ କ'ଣ ପ୍ରାୟ ସବୁତକ ସ୍ଥାନ ବୁଲି ଦେଖିବାର ବିରଳ ସୌଭାଗ୍ୟ ଅର୍ଜନ କରିପାରିଛି। ରଜତ ମାନସିଂ ନଥିଲେ ଏ ଜନ୍ମରେ ମୋର ପ୍ରିୟ କାଳୁ ଯେଉଁ ସବୁ ଅପନ୍ତରା ସ୍ଥାନରେ ଆତ୍ମଗୋପନ କରିଥିଲା, ମୁଁ ବ୍ୟକ୍ତିଗତ ଭାବରେ ଚାହିଁଥିଲେ ସେଗୁଡ଼ିକ ଦେଖିପାରିନଥାନ୍ତି। ଏହାର ସମସ୍ତ ଶ୍ରେୟ ମୋର ସେଇ ସାନ ଭାଇ ରଜତ ମାନସିଂଙ୍କ ପାଖକୁ ଯାଉଛି। ଆଜି ସେ କଥା କହୁନି, କିନ୍ତୁ କ'ଣ କହିବାକୁ ଚାହୁଁଛି, ମୁଁ ଏଇ 2 ଦିନ ତଳେ ଶନିବାର ଦିନ ଅନ୍ଧାରିଗଡ଼, ଯେଉଁଠାରେ 1623 ଖ୍ରୀଷ୍ଟାବ୍ଦରେ ମିର୍ଜା ବେଗ ନାମକ ମୋଗଲ ଆକ୍ରମଣକାରୀ ପୁରୀ ମନ୍ଦିର ଉପରେ ଆକ୍ରମଣ କରିଥିଲା, ସେତେବେଳେ ରାଜା ଥିଲେ ନରସିଂହ ଦେବ। ସେଇ 1623 ଖ୍ରୀଷ୍ଟାବ୍ଦରେ ଯେତେବେଳେ ମିର୍ଜା ବେଗ ପୁରୀ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି, ଆମ ଶ୍ରୀଜୀଉଙ୍କୁ ବା ଠାକୁରମାନଙ୍କୁ ନେଇ ସେବାୟତ ମାନେ ଚିଲିକା ବାଟ ଦେଇ ଅନ୍ଧାରିଗଡ଼ର ପାହାଡ଼ ଖୋଲ ଭିତରେ କିଛି ଦିନ ଲୁଚେଇକି ରଖିଦେଇଥିଲେ। ତାର ପରବର୍ତ୍ତୀ ସମୟରେ ଯେତେବେଳେ ମିର୍ଜା ବେଗ ଫେରି ଯାଇଛନ୍ତି, ସେତେବେଳେ ଠାକୁରଙ୍କୁ ଆଣି ଅନ୍ଧାରିଗଡ଼ରୁ ଆଣି ଗଡ଼ମାଣିତିରେ ସ୍ଥାପନ କରାଯାଇଥିଲା। ଗଡ଼ମାଣିତିରେ ସେ 2 ବର୍ଷ ମଧ୍ୟ ଲୁକାୟିତ ଅବସ୍ଥାରେ ଥିଲେ, ଯେଉଁ ଗଡ଼ମାଣିତିରେ ତାଙ୍କରି ସ୍ମୃତିରେ ଏବେ ଏଇ 5-6 ମାସ ତଳେ ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଇସାରିଛି। ଆଜି ମୁଁ କ'ଣ କହିବାକୁ ଆପଣଙ୍କୁ ଚାହୁଁଛି, ସବୁବେଳେ ମୁଁ ଗୋଟିଏ କଥା କହିଛି, କାଳୁ ଯଦି ଆପଣଙ୍କର ହେଇଗଲା, କାଳୁ ସହିତ ଯଦି ଆପଣଙ୍କର ସମ୍ପର୍କ ଯୋଡ଼ି ହେଇଗଲା, ତାହେଲେ ପ୍ରତିଟି ମୁହୂର୍ତ୍ତରେ you just mark my words, in each moment you will feel the presence of Jagannath or my beloved Kalu. କାଳୁକୁ ଯଦି ନିଜର କରି ନେଇ ପାଇଲେ କେବଳ ନିଜର ଭଲ ପାଇବାରେ, ତାହେଲେ କାଳୁ ଆପଣଙ୍କ ପାଇଁ ପ୍ରତି ମୁହୂର୍ତ୍ତରେ
ଉପସ୍ଥିତ ଅଛି। ମୋ ଜୀବନର ଛୋଟିଆ ଛୋଟିଆ ଉଦାହରଣ ମୁଁ ବାରମ୍ବାର ଏଇ ସକାଶେ ଦେଉଛି ଯେ ଆପଣମାନେ କାଳୁକୁ ଆଉ ଆପଣମାନଙ୍କର ସେଇ ତଥାକଥିତ ପଣ୍ଡିତ ପୁରୋହିତଙ୍କ ପୁରାଣ ଶାସ୍ତ୍ର ଶୋଳ୍କ ଭିତରେ କାଳୁକୁ ବାନ୍ଧି ନ ରଖି ତାକୁ ନିଜ ଘରର ଜଣେ ସଦସ୍ୟ ହିସାବରେ ଗ୍ରହଣ କରି କେବଳ ଭଲ ପାଆନ୍ତୁ ଏବଂ ତାର ସାନ୍ନିଧ୍ୟଟିକୁ ଉପଭୋଗ କରନ୍ତୁ। ଏଇ ଯୋଉ ଗଲା ଶନିବାର ଦିନ ମୁଁ ଅନ୍ଧାରିଗଡ଼କୁ ଯାଇଥିଲି ଠାକୁର କୋଉଠି ଥିଲେ ବୋଲି ଦେଖିବା ପାଇଁ। ସେଇ ଯାତ୍ରା କାଳରେ ମୋ କାଳୁ ମୋ ସହିତ ଅଛି ତାର ଉପସ୍ଥିତିକୁ ଜାହିର କରିଥିଲା। ସେଇ କଥାଟା ମୁଁ ବର୍ତ୍ତମାନ କହୁଛି, ତାହା ମଧ୍ୟ ମୋ ପାଇଁ ଏକ ଅଲୌକିକ ଘଟଣା। ଆଜି ଭିଡ଼ିଓର ଟାଇଟଲ ହେଉଛି ଅନ୍ଧାରିଗଡ଼ ଏବଂ ପରମାନନ୍ଦ। ଅନ୍ଧାରିଗଡ଼ କଥା ଆଗ କହିଦେଉଛି। ଗତ ଶନିବାର ଦିନ ଭାଇ ରଜତ ମାନସିଂ ସକାଳ 6ଟା ସୁଦ୍ଧା ଆସିକି ମୋର ଭୁବନେଶ୍ୱର ବସାରେ ପହଞ୍ଚିଗଲେ। ଆମେ ଦୁହେଁ ଯାକ କାରରେ ବାଣପୁର ଦେଇ ଅନ୍ଧାରିଗଡ଼ ପାଖରେ ପହଞ୍ଚିଲୁ। ଅନ୍ଧାରିଗଡ଼ କହିଲେ ମୁଁ ଯାହା ସେଦିନ ଦେଖିଲି, ପାହାଡ଼ ଘେରା। ଆମେ ଯୋଉ ପାହାଡ଼ ସବୁ ଚିତ୍ରରେ ଦେଖିଛୁ ବା ଜଙ୍ଗଲରେ ଦେଖିଛୁ, ଉଚ୍ଚ ଉଚ୍ଚ ପାହାଡ଼ ଘେରା ଏକ ସ୍ଥାନ, ଜଙ୍ଗଲରେ ଭର୍ତ୍ତି, ଖୁବ ବଡ଼ ବଡ଼, ମୁଁ କହିପାରିବିନି, ମୋର ତାପରେ ଏକ୍ସପର୍ଟାଇଜ ନାହିଁ। ଲକ୍ଷ ଲକ୍ଷ ବର୍ଷ ତଳର ବଡ଼ ବଡ଼ ପଥର, ସେ ପଥରର ରଙ୍ଗ ଦେଖିଲେ ଜାଣିଦେବେ ଇଏ କେତେ ପୁରୁଣା ହେଇପାରିଥାଏ, କେତେ ହଜାର ବର୍ଷର ପୁରୁଣା ହେଇପାରିଥାଏ। ସେଇଭଳି ଏକ ଅଞ୍ଚଳ ହେଲା ଅନ୍ଧାରିଗଡ଼। ଅନ୍ଧାରିଗଡ଼ 1623ରେ ଯେତେବେଳେ ଠାକୁର ଆସିଥିବେ ସେତେବେଳେ ତ ରାସ୍ତାଘାଟ ନଥିବ, ଘଞ୍ଚ ଜଙ୍ଗଲ ହେଇଥିବ। ତେବେ ସେ ଅନ୍ଧାରିଗଡ଼ ଯୋଉ ପାହାଡ଼ ଉଚ୍ଚ ସ୍ଥାନ, ଚାରିପଟେ ଜଙ୍ଗଲ ଅଛି, ଶାଳ ଗଛ ଅଛି, ଦୂରରେ ପାହାଡ଼ ଅଛି। ପ୍ରାୟ 50 ଫୁଟ ଖଣ୍ଡେ କି 40-50 ଫୁଟ ଖଣ୍ଡେ ଉଠିବା ପାଇଁ ପିଚୁ ରାସ୍ତାଟିଏ ହେଇଛି ଏବଂ ଉପରକୁ ଉଠିଗଲା ପରେ ଗୋଟେ ସମତଳ ଅଞ୍ଚଳ ବି ଅଛି। ମୁଁ ସେଇଠାକୁ ଯାଇଥିଲି। ଘଟଣା କ'ଣ ଘଟିଲା କାଳୁକୁ ନେଇ? ଭୁବନେଶ୍ୱରରୁ ରଜତ ମାନସିଂ ମୁଁ ବାହାରିଛୁ। ବାଟରେ ଗୋଟେ ଜଳଖିଆ ଦୋକାନରେ ଜଳଖିଆ ଖାଇଲୁ। ଆମେ ଆମ ଯାତ୍ରା ପଥରେ ଆଗେଇ ଗଲୁ। ଜଳଖିଆ ଖାଇସାରିଲା ପରେ ମୁଁ ଚା ନିଶ୍ଚୟ ଟିକେ ପିଏ, ଅଭ୍ୟାସରେ ପଡ଼ିଯାଇଛି। ଆପଣଙ୍କୁ ଖରାପ ଅଭ୍ୟାସ ବି କହିପାରନ୍ତି, କ'ଣ କରିବି, ସେ କେତେ ଗୋଟେ ଖରାପ ଅଭ୍ୟାସ ମୋର ବି ଅଛି, ମୁଁ ତ କୋଉ ଦେବତା ନୁହଁ। କିନ୍ତୁ ଯୋଉଠି ଜଳଖିଆ ଖାଇଲୁ ସେଦିନ ସେଠି ଚା ନଥିଲା। ରଜତ ମାନସିଂ କହିଲେ ଗୁରୁଜୀ ଚାଲନ୍ତୁ ଆଗକୁ ଯିବା, ଯଥେଷ୍ଟ ଆଗକୁ ରାସ୍ତା ପଡ଼ିଛି, ଆମେ ତ ଏଇ ପାଖାପାଖି ଅଛେ, ବାଟରେ ଯେକୌଣସି ଜାଗାରେ ଗୋଟେ ଭଲ ଜାଗାରେ ଚା ପିଇଦବା। ଏଥରକ ମୋ କଥାକୁ ମନ ଦେଇ ଶୁଣନ୍ତୁ। ଗାଡ଼ି ଚାଲିଛି। ଅନ୍ଧାରିଗଡ଼ଠି ପହଞ୍ଚିବା ଯାଏଁ ଯୋଉ ଆମକୁ 2 ଘଣ୍ଟା ଖଣ୍ଡେ ଲାଗିଲା କି 2.5 ଘଣ୍ଟା ଲାଗିଲା, ମୁଁ ଠିକରେ କହିପାରିବିନି, 2 ଘଣ୍ଟା 3 ଘଣ୍ଟା ଲାଗିଲା। ବାଟରେ ମଝିରେ ମଝିରେ ଗାଡ଼ି ରଖିକି ଚା କଥା ଆମେ ବୁଝୁଥାଉ। କାରଣ ରଜତ ମାନସିଂ ଜାଣିଛନ୍ତି ମୁଁ ଚା ପିଇନି, ସେ ମୋର ସାନ ଭାଇ ହେଲେ ମଧ୍ୟ ମୋ ପ୍ରତି ସେ ଅତ୍ୟନ୍ତ ଯତ୍ନଶୀଳ, ମତେ ଅତ୍ୟଧିକ ଭଲ ପାଆନ୍ତି, ଶ୍ରଦ୍ଧା କରନ୍ତି, ସମ୍ମାନ କରନ୍ତି। ମୁଁ ଟିକେ ଚା ପିଇ ବୋଲି ସେ ଗାଡ଼ି ରଖିକି ଭାଇ ଚା ହବ କି, ଦୋକାନୀ ସବୁଠୁ କହେ ନା ଚା ନାହିଁ। ମୁଁ ଦେଖିଲି ଅନ୍ଧାରିଗଡ଼ ପାହାଡ଼ର ପାଦଦେଶରେ ପହଞ୍ଚିବା ଯାଏଁ ସେଦିନ ଭୋର 6ଟାରୁ ପ୍ରାୟ ଦିନ 11ଟା ଯାଏଁ ମୁଁ ଚା ଟିକେ ପାଇପାରିଲି ନାହିଁ। ବୋଲେ ଠିକ ଅଛି, ସବୁଦିନ ଯେ ମୋ
खुशी अनुसार चा मिल सेमती किसी माने ना बा मु जहाँ जिते चाहिए ताजे पाइबी ता भी किसी ना प्रभुर जहाँ इच्छा ठीक अच्छे मुझे कथा चिंता कली से विषय भाविली कि गोटे सत्य से दिन जलखिया खाई सारा मु चा टिके पाई नी अंधारीगढ़ पाखे आम पहुंची गलु गाड़ी आपर को उठबनी तल पाददेश कार को रखी रजतमान सिंह भाई मु चली चली आम से पहाड़ उपर उठलु एक्जाक्टली पहाड़ तो कहले भूल हम पहाड़ जो समतल अंचलटा कटा ही समतल होठा जाए उठापी गोटे सरू पिचु रास्ताटे तैयारी किंतु आपन को मु जाने 30-40 फुट उच्च से पिचु रास्ता उठा पड़ो आपड़ हुई तो धई सई हो पारती आम चली चली दुई भाई से ऊपर को उठिलु पिचु रास्ता उठीगला स्वाभाविक धई सही तो निश्चय होता है पूरा उठीगला गोटे समतल अंचल जुआड़े चाहिए खाली बड़ बड़ गछ बड़ बड़ पत्थर बड़ बड़ पत्थर मु वीडियो रेकर्डिंग करि पारलिनी टेक्निकली मुझे दुर्बल ये जो रेकर्डिंग करियारे मो सांगे जो मैंने जाती करती से दिन वीडियो रेकर्डिंग करने मो सह आउ कहीं सहकर्मी नथिले नहले आपको देखई पारि थांते से पहाड़र समतल अंचल को उठीगला दूर रे विराट विराट पहाड़ गछ फच भर्ती देखिली से समतल अंचल रे गोटे छोटिया टीण घर करी छोटिया टीण घर जोड़िया कोठरी छोट छोट कोठरी आ गोटे टिकी सीमेंट पिंडा जड़े वैष्णव बुढ़ा माने श्री चैतन्य पंथी वैष्णव धर्मी जड़े धेड़िया कालिया बुढ़ा खाली देहरे गोटे प्लास्टिक चेयर उपरे बसिचंती कौन से जो अंधारीगढ़ पहाड़ उपर को उठीगली से समतल अंचल देखिली गोटे टीण घर जोड़े छोटिया छोटिया कोठरी गोटे छोटिया कोठरी रे जगन्नाथ बलभद्र सुभद्रंकर ये 4-5 इंच उच्चर टिकी टिकी मूर्ति पूजा पाउचंती आउ गोटे कोठरी पाखे जड़े बुढ़ा बसचंती वैष्णव धर्मी बुढ़ा बसिचंती एवं से कोठरी भितर आउ जड़े बुढ़ी अछंती आमे पहुंची गला मात्र के सेठी बाबा कुआड़ आसुले भुवनेश्वर आसु कहीं ना ये जगन्नाथ विषय जान हाँ हाँ बस 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 विषय माने पटी दियो बसंतु आमको पटी दिगला आम बसिलु से पिंडी रे से बाबा जनक बुढ़ा बाबा जनक चेयर बसी था कथबार्ता कौन आरंभ हम ये देखु कालूर चमत्कारिता पिंडा पर बसु बसु से बुढ़ा जनक कहले से बुढ़ी जे भितर थिले कहले बाबू मैंने आसछंती भल रूपे चा कर भल रूपे चा कर आग से मैंने पियंतु मु हठात भितर मो भितर गोटे सिंहरण खेलीगला माने गोटे अजଣା स्थान को आसीचु पहाड़ उपरे छोटिया टीण घर टीए बुढ़ा लोक जने बसीचंती से माने निहाती हमको चा जाचिबे तार कौन से आवश्यकता नहीं कहीं बा जाचिबे आमे भी तांको चिन्हचु ना सी हमको कौन चिन्हिचंती ना आमे भी को वीआईपी लोक मोहन माझी ना संबित पात्र ना को गाईर गोबर आमे एमती केते लोक हुई तो जाउथिबे किंतु बसीगला मत से कहले अरे चटई पका बाबा ने बसंतु चटई पकले से पिंडा पर आमे दिजंग बसिलु से बुढ़ा लोक जनक बाबा जनक चेयर पर बसी था बुझिली कौन ना नाई ठाकुर तो आसे ये लुचि थे आम खुशी रहीचु ठाकुरंकर प्रचार प्रसार पाई भल लगुच आम ये रही जाइचु किंतु कथा है सांगे सांगे कथाबार्ता किसी आरंभ नक बुढ़ी की कहले आगो चा बसा कौन कहले खाली चा बसा नुह शुणु अमूल्य तो चा करू पातला करनी भल पे अमूल पका गाढ़ कर चा कर मुझे कहूँ से कहता बुढ़ी से गोटे चा बसई शुणु गुंड टे बेसिक पकेबू लाल टे कड़ा हवा दरकार पकेलु गुंड बुढ़ा पटू ऑर्डर दौथा भल रूपे कर मो भीतरटा गोटे सिंहरण खेलीगला सकाळु जो जलखिया खाई बर्तमान दिन 11टा 11:30 है जो चा टिके रास्ता जाक मिली नहीं आउ जे चा ये पहाड़ उपरे जो दुकान रास्ता रे दुकान माने मते चा दे ना मु ये पहाड़ उपरे
ଚା ପାଇବି ଏଇଟା ମୋ ସ୍ୱପ୍ନରେ ବାହାରିଥିଲା। ବୁଢୀ ଯେତେବେଳେ ଚା କଲା କହିଲା ହେଇଗଲା, ବୁଢା କହିଲା ହେଇନି, ଆଉ ଟିକେ ବସା, ସେ ଟିକେ କଡା ହଉ, ତୁ ତରତର କାହିଁ ହଉଛୁ, ଭଲ ରୂପେ ଚା କର। ମାନେ ମତେ ଲାଗୁଥାଏ କାଳୁ ନିଜେ, ମତେ ଲାଗୁଥାଏ, ମୁଁ କହୁନି କାଳୁ ବୋଲି, ମତେ ଲାଗୁଥାଏ କାଳୁ ଯେମିତି ନିଜେ ସ୍ୱୟଂ ଏ ଚା ଟା ମୋ ପାଇଁ କେବଳ ତିଆରି କରୁନି, ମୋ ପାଇଁ ସେ ବୁଢା କଣ୍ଠରେ ବସିକି ବରାଦ ଦଉଛି, ମୁଁ ଟିକେ କଡା ଚା ପିଏ, ଗୁଣ୍ଡ ଟିକେ ଚା ରେ ମୋର ଘର ଯେତେବେଳେ ହୁଏ ଟିକେ ବେଶିକି ପଡେ, ମାନେ ଟିକେ ଲାଲ ଦୁଷିବ, କ୍ଷୀରଟା ଭଲ ରୂପେ ଦିଆହବ, ପାଣି ଚା ମତେ ଭଲ ଲାଗେନି, କ୍ଷୀର ଚା ଭଲ ଚା ଗାଢ ହେଇଥିବ, ଟିକେ ଲାଲ ଦୁଷୁଥିବେ, କଡକ ଚା। ମୁଁ କହିଲି ମୁଁ ଯେମିତି ଚା ପିଏ, ଧର ମୁଁ ସେଠି ପହଞ୍ଚିଲି, ବୁଢା କହିଲେ ଗୋଟେ ଚା କର, ବା ସଇଲା। ବିଶ୍ୱାସ କରନ୍ତୁ ରଜତ ମାନ ସିଂ ଭାଇ ମୋ ସହିତ ଅଛନ୍ତି, ସେ ନିଜେ କହିବେ, ସେଇ ଭୁବନେଶ୍ୱର ରହନ୍ତି, ଏଜୁକେଶନ ଡିପାର୍ଟମେଣ୍ଟରେ ଚାକିରି କରନ୍ତି। ବୁଢା ମୋ ମନ ସତିକି ଜାଣିଲା ଭଳିଆ, ଆରେ ଅମୁଲ ଏତେ ଚା କରିବୁ, ପାତାଳା କରିବୁନି, ଅମୁଲ ଟିକେ ବେଶୀ କରି ପକା, ଫେର ବସି କୁହନ୍ତି ଗୁଣ୍ଡ ପକେଇଛୁ, ଆଉ ଟିକେ ଗୁଣ୍ଡ ପକା, ସେଟା କଡା ହେବା ଦରକାର। ବୁଢୀ ଯେତେବେଳେ କହୁଛି ଚା ହେଇଗଲା, ନା ନା ଆଉ ଟିକେ ବସା, ଟିକେ ଭଲ ହଉ, ତରତରେ ଭଲ ରୂପେ ହଉ। ଏବଂ କିଛି ସମୟ ପରେ ପ୍ରକୃତରେ କଡକ ଚା ଭଲ ଚା ହେଇକି ବୁଢୀ ଆଣି ଆମକୁ ଦି ଜଣକୁ ଯୋଡ଼ିଏ କପରେ ଦେଲେ। ଚା ପିଇଲୁ, ବୁଢା ବାବାଙ୍କ ସହିତ କଥାବାର୍ତ୍ତା କରି ଜଗନ୍ନାଥଙ୍କର କୋଉଠି ଲୁଚିଥିଲେ, କଣ କରୁଥିଲେ ସବୁ ବୁଝି, ଦୂର ପାହାଡର ଯୋଉ ଖୋଲ ଭିତରେ ଲୁଚିଥିଲେ ତାକୁ ଦେଖି ଆମେ ଫେରି ଆସିଥିଲୁ। କିନ୍ତୁ ଏ କଥାଟା ଯୋଉ ମୁଁ କହିଲି, କଣ ପାଇଁ କହିଲି, ଆପଣ ମାନେ କଣ କେବେ ଭାବି ପାରୁଛନ୍ତି ଦୁଇ ଜଣ ଅଜଣା ଲୋକ ସେଇ ଯୋଉ ପାହାଡ ଉପରକୁ ଯାଇଛନ୍ତି, ସେ କେବେ ଆମେ କେବେ ଆଶା କରିଥିବୁ ଆମକୁ ସେଠି ଜଣେ ଚା ଯାଚିବ ବୋଲି? କାହିଁକି ଯାଚିବେ? ଆମେ କିଏ? ଏମିତି କେତେ ଲୋକ ଯାଉଥିବେ, ହୁଏତ ଯାଉଥିବେ। ପହଞ୍ଚିଗଲା ମାତ୍ରେ ହଁ କହିଥାନ୍ତେ, ଏ ବାବୁନାଥଙ୍କ ପାଣି ଗ୍ଲାସ ଦେଲ, ସେ ପାଣି ପିଅନ୍ତୁ, ହାଲିଆ ହେଇଯାଇଥିବେ, କାରଣ ପାହାଡ ଉପରକୁ ଚଢିଛୁ, କିମ୍ବା ଅନ୍ୟାନ୍ୟ କଥାବାର୍ତ୍ତା କରିଥିବେ। ସେମିତି ଭାଇ ବନ୍ଧୁ କୁଟୁମ୍ବ କେହି ଆମେ ନୁହଁ, ପ୍ରଥମ ଥର ଦେଖା ସାକ୍ଷାତ, ସେ ଜଣେ ବୁଢା ଲୋକ। ପହଞ୍ଚିଗଲା ମାତ୍ରେ ବିଶ୍ୱାସ କରନ୍ତୁ, ସେ ଅର୍ଡର ଦେଲେ, ବାବୁମାନେ ଆସିଛନ୍ତି, ଆଗ ଚା କର ବୁଢୀକି। ମୁଁ ସ୍ପଷ୍ଟ ଭାବରେ କହିବି, ଆପଣ ମୋ କଥାକୁ ଗ୍ରହଣ କରନ୍ତୁ ବା ନ କରନ୍ତୁ, କାଳୁ ପ୍ରତିଟି ମୁହୂର୍ତ୍ତରେ ମୋ ସହ କେବଳ ଅଛି ତା ମୁଁ କହୁନି, ମୋର ପ୍ରତିଟି ଗତିବିଧି କି ସେ ଲକ୍ଷ୍ୟ କରୁଛି, ନିୟନ୍ତ୍ରଣ କରୁଛି ଏବଂ ମୋର ଯତ୍ନ ନେଉଛି। ସେ ଜାଣିଲା ଏ ଟୋକା ସକାଳୁ ଆଜି ଚା ପିଇନି, ଆସି ପହଞ୍ଚିଲାଣି, ପାହାଡ ଉପରୁ ଚଢିଛି, ଫାଇନାଲ ତାକୁ ଟିକେ ଚା ଦେଇଦିଏ। ଏବଂ ମୁଁ ଯୋଉ ଭଳି ଚା ପିଏ, ବୁଢା ଅବିକଳ ମୋ ମନ କଥା ଜାଣିଲା ଭଳିଆ ସେଇ କଥା ଅର୍ଡର ଦଉଥାଏ। ଇଏ ଆଦୌ କାକତାଳୀୟ ନୁହଁ, ଆଦୌ। କାଳୁ ପୁନର୍ବାର ତାର ମୋ ପାଖରେ ଉପସ୍ଥିତି, ମୋର ମନୋଭାବ ଏବଂ ମୋର ଆବଶ୍ୟକତାଟାକୁ ପୂରଣ କରିବାକୁ ସତେ ଯେମିତି ପାଦେ ପାଦେ ଜଗିକି ରହିଛି। ଇଏ ଥିଲା ସେଇ ଅନ୍ଧାରିଗଡର ଚା ପିଇବା ପର୍ବର କଥା। ଦ୍ୱିତୀୟଟି ହଉଛି, ଇଏ ଭିଡିଓର ନାଁ ଦିଆହେଇଛି ଅନ୍ଧାରିଗଡ ଏବଂ ପରମାନନ୍ଦ। ବର୍ତ୍ତମାନ ପରମାନନ୍ଦଙ୍କର ବ୍ୟାଖ୍ୟା ଉପାଖ୍ୟାନ। ପରମାନନ୍ଦ କିଏ? ପରମାନନ୍ଦ ଯୋଉମାନେ ଆପଣଙ୍କର ପୁରୁଣା ଭିଡିଓ ମୋର ଦେଖିଥିବେ, ପରମାନନ୍ଦ ହେଲେ କଟକର ଜଣେ ବିଶିଷ୍ଟ ଶିଳ୍ପପତି। ତାଙ୍କର ଚୌଦ୍ୱାରରେ ଶିଳ୍ପ କାରଖାନା ଅଛି। ସେ ଜଣେ ଧନାଢ୍ୟ ବ୍ୟକ୍ତି। ବର୍ତ୍ତମାନ ମୁଁ କହିବି, ସେ ମୋର ଜଣେ ଅତ୍ୟନ୍ତ ଅନ୍ତରଙ୍ଗ ଅନୁଗାମୀ, ମୋ ଆଦର୍ଶରେ ଅନୁପ୍ରାଣିତ, ମୋ ଆଦର୍ଶ ଉପରେ ଆସ୍ଥା ରଖୁଥିବା ଏବଂ ମତେ
निसर्त भल पाउथिबा जणे मनीष हेले परमानंद। मोठरू बयस रे सान, मोठरू किए सान हो बा बड़ हो मु समस्त की भाई बोली संबोधन करि थाए। सेई परमानंद भाई किए जी वर्षे 2 वर्ष तले तुलसीदास आश्रम में मते देखा करिया जाइथिले प्रथम थर पई एवं प्रथम थर देखा परे मते गोटे छोटिया सुनार जगन्नाथ मूर्ति टे देइथिले, लकेट टे देइथिले। तापरे मु वीडियो करिछि आपण माने देखिबे। जो जगन्नाथଙ୍କ लकेट टी की मु सबले पकेई थाए सेही हेले परमानंद भाई। जदि गोटे सेकेंड अपेक्षा करिवे मु से लकेट को मध्य सांगे सांगे देखि दउछि, कुआडे जांतुनी मु सांगे सांगे देखौछि। एइटी हेला परमानंद भाई देइथिबा सेई जगन्नाथ लकेट टी। आ उपरे मु वीडियो आगुरु करिछि, जोटी की मु एबे मो पाखे रखी थाए, मझरे मझरे मु पकोई थाए। एई जो जगन्नाथ एते सुंदर मूर्तिटी लकेटटी एटी मते परमानंद भाई देइथिले। सेई परमानंद भाई को कथा कोन सेई शनिवार दिन ना एटा हला शनिवार, सेई शनिवार दिन अंधारीगढ़ फेरिला परे प्राय भुवनेश्वर पहुंचला दिन 3टा हो जाइए। से दिन संध्या बेले भुवनेश्वर एक इलेक्ट्रोनिक्स दुकान जो एसी फ्रिज सब बिक्री हुए IBF कंपनी रो तांकर प्रथम वर्ष पूरण होता मते से माने डाकी थिले गोटे अतिथि करी। जेहेतु सेठारे से दुकान गोटे वर्ष पूरी जाइए। से दुकानटी आमर मोर जने शिष्य विमल दीक्षित, तांको स्त्री हेले गीतांजलि, तांको झीर ना हला श्वेता सुलेखा। विमल भाईंकर झीओ एकमात्र झीओ श्वेता सुलेखा ए IBF इलेक्ट्रोनिक्स दुकान मालिक बा मालिकाणी। 1 वर्ष जेहेतु पूर्ण हो जाई थाए, 1 वर्ष पूर्ण को उत्सव को पालन करिया पई से श्वेता सुलेखा झीओटी मते डाकी थाए जे गुरुजी आपण आसीबे मो दुकान आज टिके पाद देबे। से दिन मु अंधारीगढ़ फेरी भोर 5टारू बा 6टारू जाइची। दिन 3टा भीतर अत्यंत क्लांत होई मु बहुत आड़ से दिन बुलीची, बड़ हंतु आड़, अंधारीगढ़, चिलिकार कांकण शिखरी दुनिया बुलिकी भगवती बाणपुर भगवती क्लांत श्रांत ही आसीची। तथापि सुधा मु जेहेतु कथा देइथिली संध्या बेलू सेठिकी जाइछि। से दुकानर प्रथम वार्षिक उत्सव फिता काटी मु घर को फेरी। घर केतले फेरी प्राय हो जाइए राति 9टा 9:30। से दिन जो शनिवार जो मु अंधारीगढ़ जाइथिली दिनटा अति हेक्टिक। संध्या राति 9टार फेरी आसी फंक्शन अटेंड करके फिता काटी घरे मोर होइछि रुटी बंधाकोबी तरकारी। प्रबल भूक, हठात रुटी बंधाकोबी तरकारी देखी मो मनटा टिके मरीगला। अरे एते भोग होते शुखला रुटी बंधाकोबी तरकारी। अरे घर मुरी मुआनी देइछि। अरे मनीष मन तो केतळे पाटी भी टिके सुस्वादु खाद्य भी चाहूँ, आउ टिके कौन चाहूँ। हठात कहीं मनटा मरीगला। मुझे क्या किसी कहलिनी, मो स्त्री किसी कहलिनी। मु फाळे रुटी टिके बंधाकोबी पकई खाली भोक होची बोली फाळे रुटी ताको रोल करदेली, खाईदेली, पानी टिके पीदेली। मु जुआडे जाई था जहा करे फेरिला परे किछि लेखा लिखि करे नले गीत शुणे। राति 12टा पूर्व शुएनी, मोर अभ्यास। आसली मो रूम को चली आसली, लेखा लिखि करुची, गोटे नुआ बहीटे लिखुची। भाई रे राति 10टा 10:15 बेलू प्रबल भोक गला। प्रबल भोक बने एमती भोक मुकेश किसी न खाली मरीजी। एते भोक करिया कथा नुह। जेहेतु सकाळू अक्लांत परिश्रम दिन 3टा जाए होइची, अनेक जगह बुलीची। चिलिकारे डंगारे बसी कांकण शिखरी जाइची,
ବଡ଼ ହନ୍ତୁଆଡ଼ ଯୋଉଠି ଠାକୁର ଆତ୍ମଗୋପନ ସେଠିକି ଯାଇଛି। ଅନ୍ଧାରିଗଡ଼ ପାହାଡ଼ ଉପରକୁ ଚଢ଼ିଛି। ଭଗବତୀ ଖାଇବା ପିଇବା ଠିକ ହେଇଛି। ହରିହରେଶ୍ୱର ମନ୍ଦିରରେ ମୁଁ ପ୍ରସାଦ ପାଇଛି, କିନ୍ତୁ ମାନେ ସେଦିନ ପରିଶ୍ରମ ଅନୁସାରେ, କ୍ଳାନ୍ତି ଅନୁସାରେ ରାତିରେ ଫଙ୍କସନଟାକୁ ଆଟେଣ୍ଡ କରି ମୁଁ ଯେଉଁ ଫେରି ଆସିଛି, ଲେଖାଲେଖି କରୁଛି, ମୋତେ ରାତିରେ ପ୍ରବଳ ଭୋକ କଲା। ଏତେ ପ୍ରବଳ ଭୋକ କଲା ଯେ ମୁଁ କହିଲି ଗଲେ ତ ସେଇ ରୁଟି ଥୁଆ ହେଇଥିବ, ବନ୍ଧାକୋବି ଥୁଆ ହେଇଥିବ, ତାକୁ କ'ଣ ଖାଇବି? ଭାବୁଛି କ'ଣ କରିବା, ହଉ ଛାଡ଼, ପାଣି ପିଇ ଶୋଇଯିବି, ଆଉ ଉପାୟ କ'ଣ ଅଛି? ରାତି 10ଟା 15 ହେଲାଣି। 10ଟା 40, ରାତି 10ଟା 40, ମୋର କବାଟ ଦିଆ ସରିଛି, ବାହାରର ଲାଇଟ୍ ଲିଭା ସରିଛି। ମୋ ଘରର, ଭୁବନେଶ୍ୱର ସହର ସୁରକ୍ଷିତ ନୁହଁ, ତାଲା ବି ପକେଇ ଦେଇଛି। ବାହାର ଲୁହା ଗେଟ୍ଟା ଧଡ଼ ଧଡ଼ ମାଡ଼ ହେଲା। ମନେ ରଖନ୍ତୁ, ସେଇ ଶନିବାର ଯେଉଁଦିନ ଅନ୍ଧାରିଗଡ଼ ଯାଇଛି, ସନ୍ଧ୍ୟାବେଳେ ଆସିକି ସେଇ ଯେଉଁ IBF ଇଲେକ୍ଟ୍ରୋନିକ୍ସ ଦୋକାନକୁ ଯାଇଛି, ସେଇଦିନ ରାତିର କଥା। ରାତି 10ଟା 15ରେ ଭୀଷଣ ଭୋକ କରୁଛି। ଫାଳେ ରୁଟି ବନ୍ଧାକୋବି ଖାଇ ଇଚ୍ଛା ହେଉଛି କ'ଣ ଭଲ ଜିନିଷ ଟିକେ ଖାଆନ୍ତି, ପାଟିଟା ଯେମିତି ମାନେ ପେଟ ପୁରନ୍ତା, ପାଟିର ସ୍ୱାଦଟା ଯେମିତି ଟିକେ ଦହିବରା ଖାଇଲେ ରାଗ ଲାଗିବ, କି ଚିଲି ଚିକେନ ଖାଇଲେ ପାଟିକି ଭଲ ଲାଗିବ। ମୁଁ ଯଦି ଚିଲି ଚିକେନ ଖାଇନି, ମୁଁ ଭେଜିଟେରିଆନ କହୁଛି, ଅଲଗା ଟେଷ୍ଟର ଜିନିଷ ଖାଇଲେ ଭଲ ଲାଗେ ଥରେ ଥରେ। ତେଣୁ ତ ଆମେ ଥରେ ଥରେ ଜୋମାଟୋରୁ ହୋଟେଲରେ ମଗେଇ ଖାଉ ନା ନାଇଁ? ଘର ଜିନିଷ ସବୁବେଳେ ଖାଇକି ପାଟି ଚିଟା ହେଇଯାଇଥାଏ, ଟିକେ ବାହାରୁ ମଗେଇଦେଲେ ଭଲ ଲାଗିବ। 10ଟା 40 ଧଡ଼ ଧଡ଼ ହେଲା। 10ଟା 40 ରାତିରେ କିଏ ତାଲା ପଡ଼ିଯାଇଛି ଗେଟ୍। ମୁଁ ସେଥିରୁ ଲାଇଟ୍ ଲଗେଇ କବାଟ ଖୋଲି ଦେଖିଲା ବେଳକୁ ଯେଉଁ ପରମାନନ୍ଦ ଭାଇଙ୍କ କଥା କହୁଛି, ଯିଏ ମୋତେ ସୁନାର ଜଗନ୍ନାଥ ଲକେଟ୍ ଦେଇଥିଲେ, ସିଏ ତାଙ୍କ କାରରେ ଛିଡ଼ା ହେଇଛନ୍ତି। ମୁଁ ତାଲା ଖୋଲିଲି, ପରମାନନ୍ଦ ଭାଇ କିଛି କହିଲେନି, ଆସିଲେ ମୋତେ ଗୋଟେ ବ୍ୟାଗଟେ ଧରେଇଦେଲେ। ଖାଲି ଏତିକି କହିଲେ, ଆ ଦେହରେ ଯେଉଁ ଜିନିଷପତ୍ର ଅଛି ମୁଁ କାଲି ଆସିକି ନେବି। ମୁହୂର୍ତ୍ତେ କଥାବାର୍ତ୍ତା କଲେନି, କିଛି କଲେନି, କାହିଁ ଆସୁଛନ୍ତି ରାତି 10ଟା କିଛି କଲେନି, କାରରେ ବସି ଚାଲିଗଲେ। ଆରେ ରାତି 10ଟା ଆଗୁଆ କହିଦେଉଛି, ପରମାନନ୍ଦ ଭାଇଙ୍କ ସହିତ ସେ କେତେବେଳେ କେତେବେଳେ ଆଇଛନ୍ତି, 4ଟା ବେଳେ ଆସୁଛନ୍ତି, କେତେବେଳେ ସକାଳେ ଆସୁଛନ୍ତି, କେତେବେଳେ ମିକ୍ସଚର ପ୍ୟାକେଟ୍ ଆଣିଛନ୍ତି, କେତେବେଳେ ଆମ୍ବ ଟିକେ ଆଣିଛନ୍ତି, କିନ୍ତୁ ରାତି 10ଟା 40ରେ ସେ ଜୀବନରେ କେବେ ଆସିନାହାନ୍ତି। କେହି ବି ଆସିବାକୁ କାହା ଘରକୁ ସାହସ କରିବନି, କାରଣ ଲୋକ ଶୋଇସାରିବେନି, କିନ୍ତୁ କାର ନେଇ ସେ ଆସୁଛନ୍ତି। ସେ ଚାଲିଗଲା ମାତ୍ରେ ମୁଁ ଯାଇକି ବ୍ୟାଗରେ କ'ଣ ଅଛି ବୋଲି ଖୋଲିଦିଏ, ଦେଖନ୍ତୁ କାଳୁ କେମିତି ମୋ ସହିତ ଅଛି। ଗରମ ଗରମ ଖାସ୍ତା ଦିଆ, ଗରମ ମାନେ ଉଷୁମ ଅଛି, ସାଙ୍ଗେ ସାଙ୍ଗେ ହେଇଛି, ପୁରୀ 10-12ଟା, ବେଲାରେ ବେଲେ କ୍ଷୀରି, ମାନେ ଗୋଟେ କଣ୍ଟେନରରେ ଆଣିଥିଲେ, ମୁଁ ମୋ ବେଲାରେ ଢାଳିଲା ବେଳକୁ ଫୁଲ ବେଲେ କ୍ଷୀରି, କାଜୁ କିସମିସ ପଡ଼ି ନମ୍ବର 1 କ୍ଷୀରି। ମୁଁ କ୍ଷୀରି ପ୍ରିୟ। ଆମ ଆଶ୍ରମରେ ଯେତେବେଳେ ଶିବିର ହୁଏ, ଆମର ପ୍ରତିଦିନ କ୍ଷୀରି ହୁଏ ଭାତ ସାଙ୍ଗରେ ଦିନ ବେଳା। ରାତିରେ କ୍ଷୀରି ଥିଲେ ଖାଇବେ, ନହେଲେ ମିଠା ଖାଇବେ। ମୁଁ ମିଠା ପ୍ରିୟ, କ୍ଷୀରି ପ୍ରିୟ। ଗରମ ଗରମ ଖାସ୍ତା ଦିଆ ପୁରୀ, ବେଲାରେ ବେଲେ କ୍ଷୀରି ଏବଂ ଆଳୁ କଷା। ଆଳୁ କଷା ଯେମିତି ବରାରେ ଆଳୁ କଷା ଖାଉ, ଦହିବରା ଉପରେ ଆଳୁ କଷା ଟିକେ ପଡ଼େ, ଆଳୁ ଝୋଳ, କିମ୍ବା ପୁରୀରେ ଆଳୁ କଷା ଖାଉ। ଆଳୁ କଷା ବି ମୋର ପ୍ରିୟ। ଆଳୁ କଷା ଗୋଟେ ଡିବାରେ ଡିବେ, ପୁରୀ କ୍ଷୀରି। ମୁଁ ତ କହିଛି 10ଟା 15 ବେଳକୁ ମୋତେ ପ୍ରବଳ ଭୋକ ହେଲାଣି, ଆଉ ଇଚ୍ଛା ହଉନି ଯାଇକି ସେଇ ଶୁଖିଲା ରୁଟି ଆଉ କ'ଣ କୋବି, ବନ୍ଧାକୋବି ତରକାରୀ ଖାଇବାକୁ, କିନ୍ତୁ ପ୍ରବଳ ଭୋକ। ଠିକ ଏତିକି କାଳୁ କହିଲେ, ତୁ କ'ଣ ଭୋକରେ ରାତିରେ ଶୋଇବୁ? ପୁରୀ କ୍ଷୀରି ଆଳୁ କଷା ପଠେଇଦେଲା। ମୁଁ କିଛି ଆଗ ପଛ ନ ଭାବି ଚୁପଚାପ ବସିକି 2-3ଟା ପୁରୀ, ଆଳୁ କଷା ଏବଂ ତାପରେ ପେଟେ କ୍ଷୀରି, ଗୋଟେ ତାଟିଏ କ୍ଷୀରି ଆଗ ଖାଇଦେଇ ମୋ ପୁଅ ସ୍ତ୍ରୀଙ୍କ ପାଇଁ ମୁଁ ଫ୍ରିଜରେ ରଖିଦେଲି, ମାନେ କାଲି ସକାଳେ ଉଠିଲେ ଖାଇବେ। କାରଣ ସେତକୁ ପୁଅ ତାର ରୁମକୁ ଚାଲିଗଲାଣି, ସ୍ତ୍ରୀ ତାର ରୁମକୁ ଚାଲିଗଲାଣି। କଥା ଏତିକି। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ପରମାନନ୍ଦ ଭାଇଙ୍କ ସହିତ ମୋର ପାରିବାରିକ ସମ୍ପର୍କ ଆଦୌ ଟିକିଏ ହେଲେ ନାହିଁ। ସେ ଆଶ୍ରମ ଆସି ମୋ ସହିତ ଜଡ଼ିତ, ଯଦିଓ ତାଙ୍କ ଘରକୁ ତାଙ୍କ ସ୍ତ୍ରୀଙ୍କ ନିମନ୍ତ୍ରଣରେ ମୁଁ ଯାଇଛି, ପେଟ ପୁରରେ ଖାଇକି ଆସିଛି, ସେ ଅତୀତର କଥା। କିନ୍ତୁ ଏମିତି ଏଇ ଯେଉଁ ଆମର ଓଡ଼ିଆ ଘରେ ଯେମିତି ପିଠାପଣା ଦିଆ ନିଆ, ତରକାରୀ ଟିକେ ଦିଆ ନିଆ, ସେ ସମ୍ପର୍କରେ ଆମେ ଆଜି ଯାଏଁ ଯୋଡ଼ି ହେଇନଥିଲୁ। ତା ଛଡ଼ା
ଧରାଯାଉ ପରମାନନ୍ଦ ଭାଇଙ୍କର ଇଚ୍ଛା ହେଲା କି ତାଙ୍କ ସ୍ତ୍ରୀଙ୍କର ଇଚ୍ଛା ହେଲା ଯେ ବାବାଙ୍କୁ ନେଇକି ଟିକେ ମୋ ହାତ ରନ୍ଧା କ୍ଷୀରି ଖୁଆଇବି, ଧରାଯାଉ ସେଟା ତା ଆର ଦିନ ହେଇପାରିଥାନ୍ତା, ତା 2 ଦିନ ପରେ ହେଇପାରିଥାନ୍ତା, କି ତାର 5 ଦିନ ପୂର୍ବରୁ ବି ହେଇପାରିଥାନ୍ତା। ମୁଁ ସବୁବେଳେ କହିଲା ବେଳେ ଆପଣ ମୋର କଥାକୁ ମାନ ରଖିଥିବେ, ମୁଁ ଟାଇମିଂ ଉପରେ ଜୋର ଦିଏ। ସମୟ କିମ୍ବା ସେଇ କ୍ଷୀରି ପୁରୀ ସେ 4ଟା ବେଳୁ ଆଣି ବି ଦେଇକି ଚାଲି ଯାଇ ପାରିଥାନ୍ତେ, ସନ୍ଧ୍ୟାବେଳେ ଦେଇ ପାରିଥାନ୍ତେ ନା। ଫଙ୍କସନରୁ ଫେରି ଆସିଲା ପରେ ଫାଳେ ଶୁଖିଲା ରୁଟି ବନ୍ଧାକୋବି ଖାଇସାରିଲା ପରେ ପେଟ ମୋର ପୁରିନି, ସେଗୁଡ଼ା ଭଲ ଲାଗିଲାନି। ମୁଁ ଆସି ଲେଖାପଢ଼ା ପାଇଁ ବସିଛି, ପ୍ରବଳ ଭୋକ ହଉଛି। ମୁଁ କହୁଛି ଟାଇମିଂ ଏବଂ କାଳୁ କେମିତି ସବୁର ଦୃଷ୍ଟି ରଖିଛି ମୋ ପ୍ରତି। ଯେହେତୁ ମତେ ଭୋକ କରୁଛି, ରାତି 10:40ରେ ପରମାନନ୍ଦ ଭାଇ କାହିଁ ମୋ ଘରକୁ ଆସିବେ, ଆସିବାକୁ ସାହସ ବି କେମିତି କରିବେ? କାଳେ ମୁଁ ଶୋଇସାରିବିନି, ଏଇଟା ଭୁବନେଶ୍ୱର ସହର, ଏଠି କେହି କାହାର ନାହିଁ, ବାପ ପାଇଁ ପୁଅ ନାହିଁ କି ପୁଅ ପାଇଁ ବାପ ନାହିଁ। ଇଏ ଅତ୍ୟନ୍ତ ସ୍ୱାର୍ଥପର ଏକ ମୃତ ଶରୀର। ଏଠି କାହାର କାହା ପ୍ରତି ଭଲ ପାଇବା ନାହିଁ, କାହାର କାହା ପ୍ରତି ଆନ୍ତରିକତା ନାହିଁ, ସବୁ ଉପରର ଦେଖାଣିଆ, ହାଏ ହ୍ୟାଲୋ। କିନ୍ତୁ କାହିଁକି ସେଇଦିନ ପରମାନନ୍ଦ ଭାଇ ମତେ ଆଗରୁ ଫୋନ କିଛି ନ କରି ରାତି ବାରମ୍ବାର କହୁଛି ରାତି 10:40, ତା ଅର୍ଥ ଏଇ ଯୋଉ ପୁରୀ ଛଣା ହେଇଥିବ, ଆଳୁ କଷା ହେଇଥିବ, କ୍ଷୀରି ହେଇଥିବ, ଆର ଘଣ୍ଟେ ଆଗରୁ କି 1.5 ଘଣ୍ଟା ଆଗରୁ ହେଇଥିବ। ତ କାଳୁ ପରମାନନ୍ଦ ଭାଇଙ୍କ ମୁଣ୍ଡରେ ହଉ ବା ତାଙ୍କ ସ୍ତ୍ରୀଙ୍କ ମୁଣ୍ଡରେ ହଉ ଏଇଟା ଭର୍ତ୍ତି କରୁଛନ୍ତି, ଆଜି ଏଇଟା କରିକି ନେଇକି ବାବାଙ୍କୁ ଦିଅ। ଏଇ ଜିନିଷଟା ତା ଆର ଦିନ ହେଇଥିଲେ ଏ କଥାର ମୂଲ୍ୟ କିଛି ନାହିଁ। ମତେ ଯେତିକି ବେଳକୁ ଭୋକ ହଉଛି ସେ ରାତି 10 ହଉ 11 ହଉ, ଭୁବନେଶ୍ୱର ଭଳିଆ ଏକ ସହରରେ ପରମାନନ୍ଦ ବାବୁଙ୍କୁ ବାରମ୍ବାର କହୁଛି, ସେ ଯଥେଷ୍ଟ ଧନ୍ୟାଢ୍ୟ ଶିଳ୍ପପତି, ତାଙ୍କର ସମାଜରେ ଗୋଟେ ପ୍ରତିଷ୍ଠା ଅଛି, ସେ ବଡ। ହଁ ମତେ ଗୁରୁଜୀ ହିସାବରେ ଭଲ ପାଉଛନ୍ତି ଠିକ, ଆଗରୁ ତ କେବେ ଆଣିକି ଦେଇନାହାନ୍ତି ବୋଲି ମନେ କରୁନି। ଯେତେବେଳେ ଦେଖା କରି ଆସୁଛନ୍ତି କେତେବେଳେ ମିଠା ପ୍ୟାକେଟ, କେତେବେଳେ ଢେଙ୍କାନାଳ ତାଙ୍କର ଗଛର ଆମ୍ବ, କିନ୍ତୁ ଏଇ ଯୋଉ ପୁରୀ ଛଣା ଆଳୁ ତରକାରୀ କ୍ଷୀରି, ଏଇ ଯୋଉ ଶଙ୍ଖୁଡ଼ି ଖାଦ୍ୟ କେବେ ତ ଦେଇନାହାନ୍ତି। ହଠାତ୍ ସେଇଦିନ କାହିଁ ଦେଲେ? ଫେର ଦେଖୁଥିବେ ଘଣ୍ଟାରେ 10:30 ବାଜିଗଲାଣି, ହୁଏତ ଗୁରୁଜୀ ଶୋଇପଡ଼ିବେଣି, ଏ ଜଣଙ୍କ ଘରକୁ କାହିଁ ଯିବି ନା, ମତେ ପୁରା ଭୋକ ହଉଛି। ମତେ ଯଦି ଭୋକ ହଉଛି, କାଳୁ କଣ କେବଳ ଯାଜପୁରର ସେ ବନ୍ଧୁ ମହାନ୍ତି କି ପେଜ ନଳା ପାଖରେ ସୁନା ଥାଳିରେ କେବଳ ଅଭଢା ଦବ, ତାକୁ ଆମେ ଘୋରି ଖାଲି ପଢୁଥିବା ଯେ ଯାଜପୁରର ବନ୍ଧୁ ମହାନ୍ତି କି ଭୋକ କଲା, ସେ ତା ପିଲା ଛୁଆଙ୍କୁ ଧରି ଆସିକି ଶ୍ରୀକ୍ଷେତ୍ରରେ ପେଜନାଳ ପାଖରେ ଭୋକରେ ଶୋଇଥିଲେ, ରାତି ଅଧରେ ଜଗନ୍ନାଥଙ୍କୁ ସୁନା ଥାଳିରେ ମହାପ୍ରସାଦ ଆଣି ଆରେ ବନ୍ଧୁ ମହାନ୍ତି, ଯାଜପୁରିଆ ବନ୍ଧୁ ମହାନ୍ତି ଡାକି ଖାଇବାକୁ ଦେଇଥିଲେ। ସେ କାହାଣୀ ଅଲଗା, ମୁଁ ଯଦି କହିଥିବି ୟୁଟ୍ୟୁବରେ କହିଥିବି, ନ କାଲି ବି କହିଦେବି। କଣ ଜଗନ୍ନାଥ କେବଳ ଅଛନ୍ତି ଏବଂ ସେ ଯଦି ଜିଅନ୍ତା ଠାକୁର, ଏଇ ସବୁବେଳେ ଆମେ ସେଇ କେବଳ ଭକ୍ତ ସାଲବେ କଥା କହୁଥିବା, ଦାସିଆବାରୀ କଥା ଶୁଣୁଥିବା, ବନ୍ଧୁ ମହାନ୍ତି କଥା ଶୁଣୁଥିବା? କେବଳ ସେତିକି ବେଳେ ସେ ଥିଲେ ଜିଅନ୍ତା ହେଇକି, ଏତେବେଳକୁ ଜଗନ୍ନାଥ ମରିଗଲାଣି ନା, ଏବେ ବି ସେ ଅଛନ୍ତି। ଜଗନ୍ନାଥଙ୍କର ସତ୍ତା ପ୍ରତି ମୁହୂର୍ତ୍ତରେ ଅଛି, ସେ ଏକ ନିର୍ଜୀବ କାଠଗଣ୍ଡି ନୁହେଁ, ସେ ଏକ ଜିଅନ୍ତା ଠାକୁର। ମୁଁ 1000 ଥର କହୁଛି। ତେଣୁ ସେଦିନ ଅନ୍ଧାରିଗଡ଼ ପାହାଡ଼ ଉପରେ ଅଯାଚିତ ଭାବରେ ମୁଁ ଯେମିତି ଚାହା ପିଏ, ଏକ ପାହାଡ଼ ଉପରେ ଜଣେ ବୁଢ଼ା ବୁଢ଼ୀ ଯୋଉ ପ୍ରକାର ମୋରି ମନ ଲାଖିକି ଚା ଟିଏ ଦେଲେ, ଦିନଟାକ ଯେହେତୁ ଚା ପିଇ ନଥିଲି, ତାହା କାଳୁ ହିଁ ଦେଲା। ଏବଂ ସେଇଦିନ ରାତି 10ଟା ପରେ ମତେ ପ୍ରବଳ ଭୋକ କରୁଛି, ପରମାନନ୍ଦ ଭାଇ ହାତରେ ସେ ସେଇ ପୁରୀ କ୍ଷୀରି ଆଳୁ କଷା ବି ପଠଉଛି। ଏହାଠାରୁ ଆଉ ଆପଣମାନେ କଣ ବଡ଼ ପ୍ରମାଣ ଚାହୁଁଛନ୍ତି ଜଗନ୍ନାଥ ସତରେ ଅଛନ୍ତି ନା ନାହିଁ, ଈଶ୍ୱର ଅଛନ୍ତି ନା ତାହା ଏକ ଭ୍ରମାତ୍ମକ ଧାରଣା?
ଜଗନ୍ନାଥ ସତରେ କ'ଣ ଅଛନ୍ତି, ସତରେ ସମସ୍ତଙ୍କ କଥା ଶୁଣନ୍ତି, ଏହାପରେ ଆଉ କିଛି ପ୍ରମାଣ ମାଗିବେ କି? କିନ୍ତୁ ଗୋଟିଏ କଥା ହେଲା, ଅନ୍ୟମାନେ କହୁଛନ୍ତି ସେ ଆପଣଙ୍କର ସବୁ ଆପଣ କଥା ମାନୁଛନ୍ତି, ଆମ କଥା ଶୁଣୁନାହାନ୍ତି, ଆମ କଥା ଜାଣୁନାହାନ୍ତି। ଆପଣ ଆମ କଥା ତାଙ୍କୁ ଟିକେ କହିଦିଅନ୍ତୁ। ଜଗନ୍ନାଥଙ୍କ ସହିତ ସମ୍ପର୍କ ଭାୟା ମିଡ଼ିଆରେ ହୁଏନି। ଆପଣ ଯଦି ଗୋଟେ ଝିଅକୁ ପ୍ରେମ କରିବେ, ସିଧାସଳଖ ତାକୁ ପ୍ରେମ କରିବେ, ତା ସହିତ ସିଧାସଳଖ କଥାବାର୍ତ୍ତା ହେବେ, ଯେତେ କଷ୍ଟ ପଡୁ ପଛେ ତା ପାଇଁ ଅପେକ୍ଷା କରିବେ, ଚିଠି ଦେବେ, ସେଠିକି ଯାହା କରିବେ। ଆଉ ଜଣକୁ କହିବେନି ତୁ ଟିକେ ତାକୁ ଯାଇ କହିଦେ ମୁଁ ତାକୁ ପ୍ରେମ କରୁଛି, ତୁ ଟିକେ ତାକୁ ଯାଇ କହିଦେ ମୁଁ ତାକୁ ଅପେକ୍ଷା କରୁଛି। ଭାୟା ମିଡ଼ିଆ ନାହିଁ ପ୍ରେମରେ, ସିଧାସଳଖ। ଜଗନ୍ନାଥଙ୍କ ସହିତ ସମ୍ପର୍କଟା ଅବିକଳ ସେଇଭଳି ପ୍ରେମର ସମ୍ପର୍କ। ଜଗନ୍ନାଥ ଆଉ ଆପଣଙ୍କ ମଝିରେ କେହି ରହିବେନି, ପଣ୍ଡିତ ପୁରୋହିତ ରହିବେନି, କୌଣସି ପ୍ରଥା ପରମ୍ପରା ରହିବନି, ବିଧି ବିଧାନ ରହିବନି, ରୀତିନୀତି ରହିବନି, କୌଣସି ଶୁଳ୍କ ଶାସ୍ତ୍ର ରହିବନି। ଏ ସମସ୍ତେ ହେଲେ ଆପଣଙ୍କ ଭିତରେ ଏବଂ ଜଗନ୍ନାଥଙ୍କ ଭିତରେ ବାଧା, ପ୍ରାଚୀର, କାନ୍ଥ। ଏ କାନ୍ଥକୁ ଆପଣ ମାନେ ଭାଙ୍ଗି ଦିଅନ୍ତୁ, ଜଗନ୍ନାଥଙ୍କୁ ଭଲ ପାଆନ୍ତୁ। ତାହେଲେ ମଧ୍ୟ ଜଗନ୍ନାଥ ଏ ବିବୁଧ ରଞ୍ଜନକୁ ଯେମିତି ଚା ଦଉଛନ୍ତି, ପୁରୀ କ୍ଷୀରି ଆଳୁଦମ ଆଳୁ କଷା ଦଉଛନ୍ତି, ଆପଣଙ୍କୁ ବି ଦେବେ। ବିବୁଧ ରଞ୍ଜନ ତାଙ୍କର ଏକାଟିଆ ନୁହଁ, ସେ ସମସ୍ତଙ୍କୁ ଭଲ ପାଆନ୍ତି। ସେ ତାଙ୍କର ସୃଷ୍ଟିର ଗୋଟେ ମା କ'ଣ ଗୋଟିଏ ଛୁଆକୁ କେବଳ ଭଲ ପାଏ, ଅନ୍ୟମାନଙ୍କୁ ଘୃଣା କରେ ନା। ଗୋଟେ ମା ଆଖିରେ ସମସ୍ତେ ତାର ସମାନ। ଅବିକଳ ସେମିତି ଜଗନ୍ନାଥଙ୍କର ଏଇ ଯୋଉ ସୃଷ୍ଟି, ସେ ସମସ୍ତଙ୍କୁ ଭଲ ପାଉଛନ୍ତି, କେବଳ ମତେ ନୁହଁ। କିନ୍ତୁ ତାଙ୍କର ସେଇ ଭଲ ପାଇବାଟାକୁ ପାଇବା ପାଇଁ ଆମକୁ ତ କିଛି କରିବାକୁ ପଡିବ। ଆମର ମଧ୍ୟ ତାଙ୍କ ପ୍ରତି ସେଇ ଭଲ ପାଇବା ରହିବା ଦରକାର। ଆଉ ସେଇ ଭଲ ପାଇବା ଭିତରେ ବାରମ୍ବାର କହୁଛି, ରୀତିନୀତି ରହିବନି, ଶାସ୍ତ୍ର ପୁରାଣ ରହିବନି। ଗତକାଲି ସ୍ନାନ ପୂର୍ଣ୍ଣିମା ଯାଇଛି, ଆଜି ଅନେକ ଫୋନ ମୋ ପାଖକୁ ଆସୁଛି, ଆମ ଘରେ ଯୋଉ ଠାକୁର ଅଛନ୍ତି ତାଙ୍କ ମୁହଁରେ କ'ଣ କନା ଘୋଡେଇ ଦେବୁ, ଏଇଟା ଅଣସର ସମୟ 15 ଦିନ, ତାଙ୍କୁ ଆଉ କ'ଣ ପୂଜା କରିବୁନି, ତାଙ୍କୁ କିଛି ଖାଇବାକୁ ଦବୁନି। ଏଗୁଡ଼ା ସବୁ ଆସିଗଲା ଶାସ୍ତ୍ର ପୁରାଣର କଥା। ଆରେ ମନ୍ଦିର ତାର କିଛି ରୀତିନୀତି ଅନୁସାରେ ଚାଲିଛି, ଚାଲୁ। ପ୍ରକୃତରେ ଅଣସର ଘରେ ଠାକୁରଙ୍କୁ ଜ୍ୱର ହୁଏନି, କିଛି ଗୁପ୍ତ ସେବା କରିବା ପାଇଁ 15 ଦିନ ଠାକୁରଙ୍କୁ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରଖାଯାଏ। କିନ୍ତୁ ଆମ ତ ପୁରାଣ ଅନୁସାରେ ଚାଲିଛୁ, ଶାସ୍ତ୍ର ଅନୁସାରେ ଚାଲିଛୁ। ପଣ୍ଡିତ ମାନଙ୍କ ଆମର ପ୍ରତି ଓଡ଼ିଆ ଘରେ ଦୋକାନ ମାନଙ୍କରେ ଠାକୁରଙ୍କ ଆଗରେ କିଏ କାଗଜ, ତାଙ୍କ ମୁହଁରେ କାଗଜ ବାନ୍ଧି ଦେଲାଣି, କିଏ କନା ବାନ୍ଧି ଦେଲାଣି, କନା ଇଏ ଅଣସର ହେଇଛି, ଆ ଭିତରେ ଖାଇବାକୁ ଦିଆଯିବନି। ଶୁଣ, ଆମର ବାପା ମା ମରିଗଲେ, ସ୍ୱାମୀ ସ୍ତ୍ରୀ ମରିଗଲେ, 10 ହେଲେ ମଧ୍ୟ ସେ 10 ଦିନ ଯାକ ଆମେ ପେଟ ପୁରାଇକି ସନ୍ଧ୍ୟାବେଳେ ଖାଉଛୁ। ସେତେବେଳେ ନୀତି ନିୟମ କିଛି ନାହିଁ, ଆମେ ଖାଉଛୁ, ନହେଲେ ମରିଯିବୁ। କିନ୍ତୁ ଠାକୁର ଅଣସର ଘରେ ଯାଇଛନ୍ତି, 15 ଦିନ ତାଙ୍କୁ ଭୋଗ ହବନି। ମୋ ପାଖକୁ ଆଜି ବହୁତ ଫୋନ ଆସିଛି, ସେ କହୁଛି ଏଗୁଡ଼ା ହେଇଗଲା ରୀତିନୀତି, ଶାସ୍ତ୍ର ପୁରାଣ, ପୋଥି ପଣ୍ଡିତଙ୍କର କଥା, ଆ ଭିତରକୁ ଯାଆନ୍ତୁନି, ଏଇଟା ଭଲ ପାଇବା ନୁହେଁ। ଠାକୁର ଆମ ଜଗନ୍ନାଥ ଆମ ଘରର ଜଣେ ସଦସ୍ୟ, ତାଙ୍କୁ ଭଲ ପାଆନ୍ତୁ। ଆମ ପାଇଁ ଅଣସର ଫଣସର କିଛି ନାହିଁ, ଆମ ପାଇଁ ଜର ଫର କିଛି ନାହିଁ। ଆମ ଘରର ଜଣେ ମେମ୍ବର ହିସାବରେ ତାଙ୍କୁ ଗ୍ରହଣ କରନ୍ତୁ। ଆପଣମାନେ ଯାହା ଖାଉଛନ୍ତି ପ୍ରଭୁକୁ ତା ଦିଅନ୍ତୁ, ସେଥିରେ ପିଆଜ ରସୁଣର ପ୍ରଶ୍ନ ନାହିଁ, କି ଏଇଟା ଦେବିନି ସେଇଟା ଦେବିର ପ୍ରଶ୍ନ ନାହିଁ। ନିଜର ଭଲ ପାଇବାରେ ଯେମିତି ସବରୀ ନିଜ ଭଲ ପାଇବାରେ ଫଳକୁ ଅଇଁଠା କରି ଚାଖିକି ରାମକୁ ଦେଇଥିଲା, ଆଜି ବି ଆମେ ସବରୀ କଥା କହୁଛେ, ଅବିକଳ ସେମିତି ଆପଣ ବି ଆପଣଙ୍କ ଖାଦ୍ୟକୁ ଚାଖିକି ଦେଇପାରିବେ। ଆପଣ କହିବେ ଆମେ ତ ସବରୀ ସ୍ତରର ନୁହଁ, କିଏ ନାହିଁ କରୁଛି, ସେମିତି ହଉନାହାନ୍ତି ଆପଣ। ସେୟା କହୁଛି, ପ୍ରଭୁର କୃପା ପାଇବାକୁ ଗଲେ ତା ଆଗରେ ଆପଣ ନିଜକୁ ଯୋଗ୍ୟ କରନ୍ତୁ। ମୋର ଗୋଟିଏ କେବଳ ଗୋଟିଏ ଫର୍ମୁଲା, ଗୋଟିଏ ମନ୍ତ୍ର, ଜଗନ୍ନାଥଙ୍କୁ ଭଲ ପାଆନ୍ତୁ। ଭଲ ପାଇବା ଭିତରେ କୌଣସି ରୀତିନୀତି ନୀତି ନିୟମ ନଥାଏ। ଭଲ ପାଇବାରେ ସବୁ କିଛି ନୀତି ନିୟମର ଊର୍ଦ୍ଧ୍ୱରେ ହେଉଛି ଭଲ ପାଇବା ଆଉ ପ୍ରେମ। ଜଗନ୍ନାଥଙ୍କୁ ଯେତେବେଳେ ଭଲ ପାଇ ନିଜର କରିନେବେ, ସେତେବେଳେ ବି ସେ ଅନ୍ଧାରିଗଡ଼ ପାହାଡ଼ ଉପରେ ଚା ଦେବେ। ରାତି ଅଧରେ ଭୋକ କଲା ବେଳେ ମଧ୍ୟ 10ଟା 40ରେ ଆପଣଙ୍କ ପାଖକୁ ମଧ୍ୟ ପୁରୀ କ୍ଷୀରି ଆଳୁ କଷା ଆସିବ। ଇଏ ହେଲା ସେଦିନ ଅନ୍ଧାରିଗଡ଼ର କଥା। ଏବଂ ମୋର ସାନ ଭାଇ ବିଶିଷ୍ଟ ଶିଳ୍ପପତି ପରମାନନ୍ଦ ଭାଇଙ୍କର କଥା। ଇଏ କେବଳ କଥା ନୁହେଁ,
ये हूँ जीवनर गाथा जगन्नाथंकर अमृत वार्ता। एठारे कही दउची आमर जो नुआ आश्रम तैयारी चली आमर 1,07,00,000 टंका जो बजेट है या भितर आपण मानक जनाऊँ कहीं आपण मैंने अकुंठ चित्तरे अनेक पपु महाराज पाखक आश्रम तैयारी टंका साहाय्य पठाउछंती। बर्तमान सुधा आम 58 लाख टंका जोगाड़ कर सारे हूँ तो दिने 2 दिन भितर हूँ तो 60 लाख भी हो जाए आमको आहरी 47-48 लाख जोगाड़ करार अच्छी। एटा जनइले ई सकाशे आपण मैंने दौरान टंका भावे ये टंका खाई विबुध रंजन कौन पड़ुची एक पैसा खाया मनुष्य भाई मु नुह जनईदेली आपण मानकर अकुंठ साहाय्य आमे पाखापाखि 58 लाख टंका पाई सारे। यहाँ शुणिले आपन को खुशी लगे जे प्रभु केते महान 2 मासरे कालू ता निज आश्रम 58 लाख टंका जोगाड़ कर सारे। ये पिला खेल कथा तेणु मु निश्चित आउ 47-48 लाख टंका ठीक अविलंबे जदि कालू अंधारीगढ़ पहाड़ पर चा दे पारुची राति अधर मत पूरी खीरी दे पारुची सी कौन ता निज आश्रम तैयारी आउ 47 लाख टंका जोगाड़ कर आज रही भाई नमस्कार।